ସାଙ୍ଗମାନେ ଆପଣଙ୍କ ପ୍ରିୟ ଧାରାବାହିକ ଅତୁଟ ବନ୍ଧନ ଆପଣମାନେ ଦେଖିବେ ଏବେ ଏକ ଜଗଦର୍ଶିନୀ। ହଁ ସାଙ୍ଗମାନେ, ଆଜି ଭବାନୀ କ୍ରିସିକାକୁ କହିବ କି, କ୍ରିସିକା ମୁଁ ଜାଣିଛି ତୁ ତ୍ରିନାଲିକୁ ବହୁତ ଭଲ ପାଉ, ବହୁତ ବିଶ୍ୱାସ କରୁ, ତୋ ଜୀବନଠୁ ଅଧିକ ତୁ ତାକୁ ଭଲ ପାଉଛୁ। ମୁଁ ତୋତେ ଜମାରୁ ବି କହୁନି ଯେ ତୁ ତାଠାରୁ ଦୂରେଇ ଯା। କିନ୍ତୁ କାର୍ତ୍ତି ଏ କଥା ଶୁଣି କହୁଥିଲେ, ମା ଏସବୁ କ'ଣ କହୁଛନ୍ତି କ୍ରିସିକାକୁ। ତାପରେ ଦୂରେଇ ଯା, କିନ୍ତୁ ତୋ ସହିତ ଏଇ କେଉଁ ଦିନ ହେଲାଣି ଯାହା ସବୁ ଘଟୁଛି ନା, ତୁ ଟିକେ ଥଣ୍ଡା ମୁଣ୍ଡରେ ଚିନ୍ତା କର, ଭଲ ଭାବରେ ଦେଖେ, ଭାବେ ଯେ ଯେତେବେଳେ କାର୍ତ୍ତିକ ତୋତେ ସମସ୍ତଙ୍କ ସାମ୍ନାରେ ପ୍ରପୋଜ କରିଥିଲା ସେଠି ତ ତ୍ରିନାଲି ନଥିଲା, ସେ କୁଆଡ଼େ ଯାଇଥିଲା କହ, କ'ଣ ହେଲା? ସେ ସେଠି ନଥିଲା। କାହିଁକି ନଥିଲା ଜାଣିଛୁ ନା? ସେ ସେତେବେଳେ ନିଆଁ ଲଗାଇବାକୁ ଯାଇଥିଲା। ଏ କଥା ଶୁଣି କ୍ରିସିକା ଜମା ବି ବିଶ୍ୱାସ କଲାନି, ତ ତଥାପି ଭାବିଲା ଯେ ଦିଦି ଏସବୁ କରିପାରିଲା। ହଁ ସାଙ୍ଗମାନେ, ଏସବୁ ଭବାନୀର ପ୍ଲାନ୍। କ୍ରିସିକା ଭବାନୀର ପ୍ଲାନ୍ରେ ଫସିଗଲା। ସାଙ୍ଗମାନେ, ତ୍ରିନାଲି ଏ କଥା ଯେତେବେଳେ ଜାଣିବ କି ଭବାନୀ କ୍ରିସିକାକୁ ଏସବୁ କଥା କହିଛି, ସେ କ'ଣ ଭାବିବ? ତ ସତ ସାମ୍ନାକୁ ଆସିବ। ଆମେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ଜୟ ଜଗନ୍ନାଥ।